ଆପ୍ର ମିଶ୍ରଣ ପର୍ବ ବିଜେପି ଛାଡ଼ି ଆପ୍ରେ ଯୋଗଦେଲେ ଶତାଧିକ କର୍ମୀ। ଆଗକୁ ନିର୍ବାଚନ ଥିବା ସମୟରେ ରାଜ୍ୟରେ ଚାଲିଛି ଦଳଡିଆଁ। ବିଭିନ୍ନ ରାଜନୈତିକ ଦଳର ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି। ଏପରି ସମୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଲକ ରୁଧା ପଦରରେ ଆମ୍ ଆଦମୀ ପାର୍ଟିର ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ବିଧାୟକ ପ୍ରାର୍ଥୀ କବିରାଜ ବେହେରାଙ୍କ ଅଧ୍ୟକ୍ଷତା ଓ ଦଳର ସକ୍ରିୟ କର୍ମୀ ସତ୍ୟବାନ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଭାରତୀୟ ଜନତା ପାର୍ଟି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ନିର୍ବାଚନକୁ ପୂରା ଦମରେ ଲଢ଼ିବେ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ପ୍ରତିକ୍ରିୟା ଦେଇଛନ୍ତି। ପାର୍ଟିର ଜାତୀୟ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ଜେଲରେ ହେଲେ ଦଳ ପୂରା ଜୋଶରେ ଅଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି। ପ୍ରଥମେ ଦିଲ୍ଲୀ ପରେ ପଞ୍ଜାବରେ ସଫଳତା ପାଇଥିବା ଦଳ ଏବେ ଓଡ଼ିଶା ପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି। ଚଳିତ ଥର ଆମ୍ ଆଦମୀ ପାର୍ଟି ରାଜ୍ୟରେ ଲୋକସଭା ପାଇଁ ପ୍ରାର୍ଥୀ ଦେଇଥିବାରୁ ବିଧାନସଭା ଆସନରେ ଫୋକସ୍ କରିବେ ବୋଲି ଦଳୀୟ ନେତା ଦୃଢ଼ତାର ସହିତ କହିଛନ୍ତି। ବ୍ୟୁରୋ ରିପୋର୍ଟ, ଜନଶକ୍ତି ଟିଭି।